ଚାରି ବର୍ଷର ଛୁଆ ଝିଅକୁ ନେଇକି ଦୁଷ୍କର୍ମ କରିକି ତାକୁ ପ୍ରଶାସନ କ'ଣ କରୁଛି, ଗୃହ ବିଭାଗ କ'ଣ କରୁଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ କ'ଣ କରୁଛନ୍ତି? ମୁଖ୍ୟମନ୍ତ୍ରୀ ଆସିଥିଲେ ବ୍ରହ୍ମପୁରକୁ ବୁଢ଼ୀ ଠାକୁରାଣୀ ପୂଜା ପାଇଁ 20 କିଲୋମିଟର ଦୂର ଖଲିକି ଗାଁ ସେ ଆସିପାରିଲେନି। ମୁଖ୍ୟମନ୍ତ୍ରୀ ଆସୁଛନ୍ତି ଏନ୍ଜୟ କରିବା ପାଇଁ। ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଖଲିଙ୍ଗି ଗାଁରେ ଯେଉଁ ହେଇଛି ଯେଉଁ ଅଭାବନୀୟ ଘଟଣା, ଯେଉଁ ସମ୍ବେଦନଶୀଳ ମର୍ମାନ୍ତୁତ ଜଘନ୍ୟ ହତ୍ୟା ଏବଂ ଦୁଷ୍କର୍ମ ଶିକାର ହେଇଥିବା ଯେଉଁ ଝିଅ, ଆମେ ସେହି ସ୍ଥାନକୁ ଆସିଥିଲୁ ଏବଂ ଆମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ମହୋଦୟ ଗୋଟିଏ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଆଜି ପଠାଇଛନ୍ତି ବିଜୁ ଜନତା ଦଳର। ସେଥିରେ ଅଛନ୍ତି ଆମର ପୂର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକ ମ୍ୟାଡ଼ାମ୍ ଅଛନ୍ତି, ଆମର ଅଛନ୍ତି ଲୋପାମୁଦ୍ରା ବକ୍ସିପାତ୍ର, ଆମର ଭଉଣୀ ସୁଲକ୍ଷଣା ଅଛନ୍ତି, ଭଉଣୀ ରଞ୍ଜିତା ଅଛନ୍ତି, ଆମର ମେୟର ଅଛନ୍ତି, ଆମର ଚିଆଉ ପଟ୍ଟନାୟକ ସାର୍ ଅଛନ୍ତି ଜିଲ୍ଲା ସଭାପତି ଏବଂ ସମସ୍ତ ଆମର ଯେଉଁ ଅଞ୍ଜଳି ଭଉଣୀ ଅଛନ୍ତି ଯେ ଜିଲ୍ଲା ପରିଷଦ ପ୍ରେସିଡେଣ୍ଟ, ଆମର ଜିଲ୍ଲା ପରିଷଦ ସଭ୍ୟା ଅଛନ୍ତି, ଆମର କର୍ପୋରେଟର ଭଉଣୀମାନେ ଅଛନ୍ତି। ସମସ୍ତଙ୍କୁ ଆଜି ଆମର ପୂର୍ବତନ ମୁଖ୍ୟମନ୍ତ୍ରୀ ପଠାଇଛନ୍ତି ଏଠିକି ଯେ କ'ଣ ସ୍ଥିତି ଅନୁଧ୍ୟାନ କରିବା ପାଇଁ, କ'ଣ ହେଇଛି ସମ୍ପୂର୍ଣ୍ଣ ଭାବରେ ଦେଖା କରିବା ପାଇଁ। ପାଟପୁର ଗଲୁ, ଆମେ ତାଙ୍କର ମା ବାପାଙ୍କୁ ବି ଦେଖା କଲୁ, ଆଜି ବି ତାଙ୍କ ଅଜାଙ୍କ ସହିତ ଦେଖା କଲୁ ଏବଂ ଗ୍ରାମବାସୀଙ୍କ ଠାରୁ ଅନେକ ତଥ୍ୟ ଆମେ ଶୁଣିଲୁ ଏବଂ ନିଶ୍ଚିତ ଭାବରେ ଏହା ଜଘନ୍ୟରୁ ଅତି ଜଘନ୍ୟ କାଣ୍ଡ। ଗୋଟେ ସାଧାରଣ ଚାରି ବର୍ଷର ଛୁଆ ଝିଅକୁ ନେଇକି ଦୁଷ୍କର୍ମ କରିକି ତାକୁ ହତ୍ୟା କରିବା ଏଇଠୁ ରେୟାରରୁ ରେୟାର କେସ୍ ଏବଂ ଯେଉଁ ଦୋଷୀ ଆଜି ଏ କାମ କରିଛି ତାକୁ ଖାଲି ଥାନାକୁ ନେଇକି ବସେଇବା ଏବଂ ତାର ପଛପଟରେ ସେ କ'ଣ କରିଛି, ତା ପଛପଟେ କିଏ ଅଛି, ସେ କ'ଣ ପାଇଁ ଏଇଟା କଲା, ଏତେ ବଡ଼ କାଣ୍ଡ କଲା ପରେ ତାକୁ ପୋଲିସ ପ୍ରଶାସନ ଏପର୍ଯ୍ୟନ୍ତ ତା ଉପରେ ଅତି ଦୃଷ୍ଟାନ୍ତମୂଳକ କିଛି ଦଣ୍ଡ ବିଧାନ କରିନାହାନ୍ତି। ତେଣୁ ଆମକୁ ମର୍ମାହତ କରିଛି, ଦୁଃଖିତ କରିଛି। ମୋତେ କେବଳ ନୁହଁ, ଆଜି ଗଞ୍ଜାମ ଜିଲ୍ଲା ଏବଂ ପାଟପୁର ଖଲିଙ୍ଗି ଗାଁର ସମସ୍ତଙ୍କୁ ଆଜି ମର୍ମାହତ କରିଛି ଏ କଥା ଯେ ପୋଲିସ ପ୍ରଶାସନ କ'ଣ କରୁଛି, ଗୃହ ବିଭାଗ କ'ଣ କରୁଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ କ'ଣ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଆସିଥିଲେ ବ୍ରହ୍ମପୁରକୁ ବୁଢ଼ୀ ଠାକୁରାଣୀ ପୂଜା ପାଇଁ 20 କିଲୋମିଟର ଦୂର ଖଲିଙ୍ଗି ଗାଁ ସେ ଆସିପାରିଲେ ନାହିଁ, ଦେଖିପାରିଲେ ନାହିଁ, ସେ ଯାତ୍ରାରେ ଏନ୍ଜୟ କଲେ। କିନ୍ତୁ ଗୋଟେ ପରିବାରର ଗୋଟେ ଗାଁର ଆତ୍ମା କାନ୍ଦୁଛି, ଗୋଟେ ପରିବାର ସର୍ବଶ୍ରାନ୍ତ ହେଇଛି ତା ଛୁଆକୁ ହଜେଇକି ଏବଂ ଅମାନସିକ ଭାବରେ ତାକୁ ହତ୍ୟା କରାଯାଇଛି ଦୁଷ୍କର୍ମ କରିକିରି। ଏତେ ବଡ଼ ସମ୍ବେଦନଶୀଳ ଘଟଣା, ସେଇ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ଆସୁଛନ୍ତି ଏନ୍ଜୟ କରିବା ପାଇଁ ଠାକୁରାଣୀ ପୂଜାରେ ଠାକୁରାଣୀକୁ ଆଶୀର୍ବାଦ ନେବା ପାଇଁ, କିନ୍ତୁ ମନେ ପଡ଼ିଲାନି 20 କିଲୋମିଟର ଭିତରେ ଏଇ ଗାଁରେ ଏଇ ଘଟଣା ହେଇଛି ବୋଲିକି। ତାହେଲେ ଆପଣ ଭାବନ୍ତୁ ଅପରାଧୀମାନେ କେତେ ଖୋଲା ମେଲାରେ ନିର୍ବିଘ୍ନ ଭାବରେ ଅପରାଧ କରିକି ଖସିଯିବାକୁ ଚିନ୍ତା କରିଛନ୍ତି। ପ୍ରତ୍ୟେକ ଦିନ ସମ୍ବାଦପତ୍ରରେ 5-6ଟା ନ୍ୟୁଜ୍ ଆପଣ ଦେଖିବେ ଦୁଷ୍କର୍ମ, ଗଣଦୁଷ୍କର୍ମ, ହତ୍ୟା, ମର୍ଡର, ମଦ ବିକ୍ରି, ଗାଁରେ ଗଳିରେ ମଦ ବିକ୍ରି। ଏଇଟା ସବୁ ବର୍ତ୍ତମାନ ସରକାରଙ୍କର କ'ଣ ହେଇଛି, ତାଙ୍କର ସେ ମାନେ ଅପରଚ୍ୟୁନିଟି ସେମାନେ ପାଇଛନ୍ତି। ଯେଉଁ ଅଛନ୍ତି ଅପରାଧ ଯେଉଁମାନେ ପ୍ରବଣ ବ୍ୟକ୍ତି ଅଛନ୍ତି ଯେ କୌଣସି ଦିନ ଯାହା ଅପରାଧ ବି ଆମେ କରିବୁ କିଛି ଆମର ଦଣ୍ଡବିଧାନ ହେବ ନାହିଁ, କାରଣ ପୋଲିସ ବିଭାଗ ଚୁପ୍। ପୋଲିସର ଥାନା ଆଜି ବିଜେପି ଗୁଣ୍ଡାମାନଙ୍କର ତାଙ୍କର ଘର ହେଇଛି। ଆଜି ଏସ୍ପି ଅଫିସରେ ଗୁଣ୍ଡାମାନେ ଯାଇକି ବସିକି ଏସ୍ପିକୁ କଣ୍ଟ୍ରୋଲ କରୁଛନ୍ତି। ଆଜି ପ୍ରଶାସନ କାଠପୁତଲି ଭଳିଆ କାମ କରୁଛି ବିଜେପିର। ତେଣୁ ଏଇଭଳିଆ ଅପରାଧ ପ୍ରବଣତା ଓଡ଼ିଶାରେ ବଢ଼ି ଯାଇଛି ଏବଂ ଗଞ୍ଜାମ ଜିଲ୍ଲାରେ ମୁଁ ଭାବୁଛି ଏଇଟା ପ୍ରଥମ ଘଟଣା। ଦୀର୍ଘ 24 ବର୍ଷ ପରେ ଆମର ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କର ଏଇ ଅଞ୍ଚଳରେ ଏଇଟା 24 ବର୍ଷ ପରେ ଏଇଭଳିଆ ଜଘନ୍ୟ କାଣ୍ଡ ଘଟିଛି, ଯାହାକି କୌଣସି ପ୍ରକାର କ୍ଷମଣୀୟ ନୁହଁ। ଏବେ ଦୋଷୀକୁ ଅତ୍ୟନ୍ତ କଠୋରରୁ କଠୋର ଦଣ୍ଡ ଦିଆଯାଉ, ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ କରାଯାଉ, ଯେପରିକି ଅପରାଧୀ ଡରିବେ। ଅପରାଧୀ ଯଦି ପ୍ରଶାସନ ସହିତ ପୋଲିସ ସହିତ ସାଙ୍ଗ ହେଇକି ବୁଲିବେ, ଯଦି ଗୃହ ବିଭାଗର ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଯଦି ଅପରାଧୀମାନଙ୍କୁ ସୁରକ୍ଷା ଦେବ, ତାହେଲେ କ'ଣ ଅପରାଧୀ ଆଉ ଖରାପ କାମ କରିବେନି, ଭଲ କାମ କରିବେ। ଏବଂ ଯେଉଁ ମୁଖ୍ୟମନ୍ତ୍ରୀ ସବୁବେଳେ ମହିଳାଙ୍କ କଥା କହୁଛନ୍ତି, ଯେଉଁ ଦଳ କହୁଛି ମହିଳାଙ୍କୁ ଆମେ ସୁରକ୍ଷା ଦେବୁ, କୁଆଡ଼େ ଗଲା ସୁରକ୍ଷା? ଆଜି 10 ମାସ ଭିତରେ ପାଖାପାଖି 100-200 ମହିଳା ଦୁଷ୍କର୍ମ ଶିକାର ହେଲେଣି, ସେମାନେ ଅସୁରକ୍ଷିତ ହେଇକି ଅଛନ୍ତି। କିନ୍ତୁ ପ୍ରଶାସନ କ'ଣ କରୁଛି? ପ୍ରଶାସନ ନିଦା ବିଷ୍ଣୁ ଭଳିଆ ରହିଛି ଏବଂ ଯିଏ ଚେଇଁ ଶୋଇଥିବ ତାକୁ କିଏ ଉଠେଇବ? ପ୍ରଶାସନ ଚେଇଁ ଶୋଇଛି, ପୋଲିସ ବିଭାଗ ଚେଇଁ ଶୋଇଛି, କାରଣ ତାଙ୍କ ଉପରେ ଏତେ ଚାପ ପଡ଼ୁଛି, ପ୍ରଶାସନର ଏତେ ଚାପ ପଡ଼ୁଛି, ମୁଖ୍ୟମନ୍ତ୍ରୀ ଦପ୍ତରର ବିଜେପି ବାଲାଙ୍କ ଏତେ ଚାପ ପଡ଼ୁଛି, ସେମାନେ କହିବାକୁ ସ୍ୱର ପାଉନାହାନ୍ତି। ଆଜି ଗାଁ ସାରା ଆସିକି ପଚାରନ୍ତୁ, ଯେଉଁ ପିଲା ଆଜି ଏ କାଣ୍ଡ କରିଛି ସେ କାହାର ପିଲା, ତା ପଛରେ କିଏ ଅଛି, ତା ପୂର୍ବରୁ ତାର ଅପରାଧୀ ପ୍ରବଣତା କେତେ ଥିଲା, ସେ କଥା ତ କେହି ତୁଣ୍ଡ ଫିଟାଉନାହାନ୍ତି ପୋଲିସ ପ୍ରଶାସନ। ତାକୁ ନେଇକି ଘରେ ବସେଇଲେ, ଖାଇବାକୁ ଦେଲେ, କ'ଣ ସେ ଅପରାଧ ତାର କ୍ଷମା ହେଇଯିବ?
ताकू कठोर रु कठोर दंड दिया जाऊ एवं निश्चित भाव में आमे काली ह्यूमन राइट्स कमिशन पाखु जाऊँ यही कथार तदंत भार देवाई एवं से पुंखानुपुंख आलोचना करी पुंखानुपुंख तदंत करी किपरि भाव में दोषी फांसी दंड पाइब ता उपरे सरकार चिंता रखंतु एवं आजिठु पूर्वर जहाँ केस होती कि जहाँ केस होगापी जाऊँगी ताकू केही मध्य क्षमा देवे ना आम निश्चित भाव में राजरास्त बाहर की लड़ाई करूँ नारी सब असुरक्षित रहा महिला मानू दुष्कर्म करागला महिला मानू रास्त अपमानित करागला असुरक्षित आज एवं आज जनसाधारण असुरक्षित है प्रत्येक दिन मर्डर राजधानी आरंभ कर आपण कोरापुट पर्यंत प्रत्येक दिन मर्डर आज भी चिकिटी मर्डर होती आम खबर पाइलु तो यहाँ कौन प्रशासन सबुबले अपराध को सेमाने दौरान प्रश्रय दौरान एवं निश्चित भाव में आगामी दिन में आंदोलन आहरी जोरदार हेबो एवं महिला साधारण जनता किपरि सुरक्षित हेबे मुख्यमंत्री निजे दायित्व नियंतु नहेले से इस्तीफा दियंतु।